+3 ଫାର୍ଷ୍ଟ ସେମିଷ୍ଟାର जो तुमମାନଙ୍କର EVS ବା VSC ରହିଅଛି କମ୍ପଲସରି ପେପର। ତ ଦେଖିବା ଆମେ ୟୁନିଟ୍ 1ରୁ ସିଲେକ୍ସନ୍ 5 ମାର୍କ କ୍ୱେଶ୍ଚନ୍। ତୁମର ଏଇଟା ଗତ ବର୍ଷର କ୍ୱେଶ୍ଚନ୍ ମାନେ ରହିଅଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ମାନେ 5 ମାର୍କ କ୍ୱେଶ୍ଚନ୍। ତ ଦେଖ ଯେଉଁମାନେ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ଓ ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦେବ, ଯାହାଦ୍ୱାରା ପରବର୍ତ୍ତୀ ଭିଡ଼ିଓ ଆପଣ ସର୍ବପ୍ରଥମେ ପାଇପାରିବେ। ତ ଚାଲନ୍ତୁ ପିଲାମାନେ ଆରମ୍ଭ କରିବା। ତ ଦେଖ ପିଲାମାନେ ନାଇଟ୍ରିଫିକେସନ୍ କ'ଣ? ହ୍ୱାଟ୍ ଇଜ୍ ନାଇଟ୍ରିଫିକେସନ୍? ତ ଦେଖିବା। ତ ଏଇଟା ଦେଖ ପିଲାମାନେ EVS ଯେଉଁଟା ତୁମର VSC ୟୁନିଟ୍ 1। ତ ଦେଖ ଏହି ପ୍ରକ୍ରିୟା ଯବକ୍ଷାରଜାନ ଚକ୍ର ବା ନାଇଟ୍ରୋଜେନ୍ ଚକ୍ରର ଏକ ମୁଖ୍ୟ ସୋପାନ ଅଟେ। ତ ଏଇ ଯେଉଁ ନାଇଟ୍ରିଫିକେସନ୍ ରହିଅଛି ଏଇଟା ହେଉଛି ଯବକ୍ଷାରଜାନ ଚକ୍ର ଓ ନାଇଟ୍ରୋଜେନ୍ ଚକ୍ରର ଏକ ମୁଖ୍ୟ ସୋପାନ ଅଟେ। ତ ଏହି ପ୍ରକ୍ରିୟାରେ ଆମୋନିଆର ଲବଣ ପ୍ରଥମେ ନାଇଟ୍ରାଇଟ୍ ଓ ପରେ ନାଇଟ୍ରେଟ୍ରେ ପରିଣତ ହୋଇଥାଏ। ଏହି ପ୍ରକ୍ରିୟାକୁ କେତେକ ବୀଜାଣୁ ଓ ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ କରିଥାନ୍ତି। ଏହି ବ୍ୟାକ୍ଟେରିଆ ଗୁଡ଼ିକୁ ନାଇଟ୍ରିଫିୟନ୍ ବ୍ୟାକ୍ଟେରିଆ କୁହାଯାଏ। ଉଦାହରଣ ନାଇଟ୍ରୋବାକ୍ସର ନାଇଟ୍ରୋଜୋମାନାସ୍। ତ ଏହି ପ୍ରକ୍ରିୟା ଦୁଇଟି ସୋପାନରେ ସମ୍ପୂର୍ଣ୍ଣ ହୋଇଥାଏ, ଯଥା ଆମୋନିଆ ଯେଉଁଟାକି NH4, ନାଇଟ୍ରାଇଟ୍ NO2 ଆଉ ରହିଛି ନାଇଟ୍ରାଇଟ୍ ବ୍ୟାକ୍ଟେରିଆ ଯେଉଁଟା ନାଇଟ୍ରାଇଟ୍ NO2। ତ ଏଠି ରହିଅଛି ଦୁଇଟି। ତ ଏହି ନାଇଟ୍ରାଇଟ୍ ମାଟିରେ ମିଶିବା ପରେ ଏହାକୁ ଗଛମାନେ ପୋଷକ ଭାବରେ ନିଜ ଚେର ଦ୍ୱାରା ଗ୍ରହଣ କରିଥାନ୍ତି। ତ ପିଲାମାନେ ଟିକେ ବ୍ଲର୍ ଆସୁଛି, କିଛି ଜଣାପଡ଼ୁନାହିଁ, ତ ଚିନ୍ତା କରନି, ମୁଁ ବୁଝି ଦେଉଛି ଦେଖ। ତ ଏହି ନାଇଟ୍ରିକ୍ ଯେଉଁ ରହିଅଛି ତ ମାଟିରେ ମିଶିବା ପରେ ଏହାକୁ ଗଛମାନେ ପୋଷକ ଭାବରେ ନିଜ ଚେର ଦ୍ୱାରା ଗ୍ରହଣ କରିଥାନ୍ତି ଏହି ନାଇଟ୍ରିକ୍କୁ, ବୁଝିଲା। ତ ଏଠାରେ ସୂଚନା ଯୋଗ୍ୟ ଯେ ଏହି ବ୍ୟାକ୍ଟେରିଆ ଗୁଡ଼ିକ ସାଧାରଣ ଭାବରେ ନର୍ମଦା ଓ କଳକାରଖାନାରେ ଜଳରେ ଅଧିକ ପରିମାଣରେ ଦେଖାଯାଆନ୍ତି, କାରଣ ସେଠାରେ ଆମୋନିଆ ପରିମାଣ ଅଧିକ ରହିଥାଏ। କେଉଁଠି ନା କଳକାରଖାନାରେ, ବୁଝିଲା। ସେଥିପାଇଁ ବର୍ଜ୍ୟ ଜଳ ଓ ପରିଚାଳନା ବ୍ୟବସ୍ଥାରେ ଏହି ବ୍ୟାକ୍ଟେରିଆ ଗୁଡ଼ିକୁ ବ୍ୟବହାର କରାଯାଇଥାଏ। ତ ନେକ୍ସଟ ରହିଛି ଦେଖ ପରିସଂସ୍ଥା, ଯେଉଁଟାକି ହ୍ୱାଟ୍ ଇଜ୍ ଇକୋସିଷ୍ଟମ୍। ତ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଦେଖ ଗୋଟିଏ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ସଜୀବ ତଥା ଉଦ୍ଭିଦ, ପ୍ରାଣୀ ଓ ଅଣୁଜୀବ ଏବଂ ନିର୍ଜୀବ ବସ୍ତୁ ଯଥା ମାଟି, ପାଣି, ପବନ ନେଇ ସଂଗଠିତ ପରିସଂସ୍ଥା ଗଠିତ ଅଟେ। ତ କ'ଣ କହିଲା? ପରିସଂସ୍ଥା କାହାକୁ କହିବା ଆମେ ନା ଗୋଟିଏ ଅଞ୍ଚଳରେ, ତ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ସଜୀବ, ନିର୍ଜୀବ, ଉଦ୍ଭିଦ, ପ୍ରାଣୀ, ପବନ, ଅଣୁଜୀବ ଓ ନିର୍ଜୀବ ବସ୍ତୁ ଗୁଡ଼ିକ ହେଲେ ଯେଉଁଟାକି ମାଟି, ପାଣି, ପବନ ଇତ୍ୟାଦିକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ, ବୁଝିଲା। ତ ପୃଥିବୀରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା ତୃଣଭୂମି ପରିସଂସ୍ଥା, ଜଙ୍ଗଲ ପରିସଂସ୍ଥା, ମଧୁର ଜଳ ପରିସଂସ୍ଥା, ସାମୁଦ୍ରିକ ପରିସଂସ୍ଥା, ମାତୃଭୂମି ପରିସଂସ୍ଥା ଇତ୍ୟାଦି ରହିଅଛି। ପରିସଂସ୍ଥା ପରିବେଶର ଏକ ଗାଠନିକ ଏକ କ୍ରିୟାତ୍ମକ ଏକକ ଅଟେ। ତ ଗଠନିକ ଉପାଦାନ ଗୁଡ଼ିକ ହେଉଛନ୍ତି ଯେଉଁଟାକି ଅଜୈବିକ ଉପାଦାନ, ଉତ୍ପାଦକ, ଭକ୍ଷକ, ଅପଘଟକ ଇତ୍ୟାଦି ହେଉଛନ୍ତି ଗାଠନିକ ଉପାଦାନ ହେଉଛନ୍ତି ଏଇଟା ମାନେ ସବୁ, ବୁଝିଲା। ତ ପରିସଂସ୍ଥାର କ୍ରିୟାତ୍ମକ ଦିଗ ହେଉଛି ଯେଉଁଟାକି ଖାଦ୍ୟ ଶୃଙ୍ଖଳ, ଶକ୍ତି ପ୍ରବାହ, ପୋଷକ ଚକ୍ର ଓ ସମସ୍ଥିତି, ବୁଝିଲା। ତ ପରିସଂସ୍ଥାରେ ରହିଥିବା ସମସ୍ତ ଗାଠନିକ ଉପାଦାନ କ୍ରିୟାତ୍ମକ ଦିଗ ମଧ୍ୟରେ ସମନ୍ୱୟ ରହିଅଛି। ତ ଏହାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ ମଧ୍ୟ କୁହାଯାଇଥାଏ। ତ ବୁଝିହେଲା। ତ ନେକ୍ସଟ ଦେଖିବା ଆମେ BOD କ'ଣ? ହ୍ୱାଟ୍ ଇଜ୍ BOD? ତ BOD ଷ୍ଟାଣ୍ଡ ଫର୍ କ'ଣ ପିଲାମାନେ ନା ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ, ବୁଝିଲା। ତ ଦେଖ ଜୈବିକ ଅମ୍ଳଜାନ ଚାହିଦା ଯେଉଁଟାକି ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ ହେଉଛି BODର ପୁରା ନାମ। BODର ପୁରା ନାମ ହେଉଛି ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ, ବୁଝିଲା। ତ 1 ମାର୍କ କ୍ୱେଶ୍ଚନ୍ ଏଇଟା ଦେଖ, ତୁମ ଏକ୍ଜାମରେ ନିହାତି ପଡ଼ିବ। BOD ଷ୍ଟାଣ୍ଡ ଫର୍ କ'ଣ? ହ୍ୱାଟ୍ ଇଜ୍ BOD ଷ୍ଟାଣ୍ଡ ଫର୍? ନା ଲେଖିବ ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ। ତ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ସମୟ ମଧ୍ୟରେ ବାୟୁ ଉପଜୀବୀ ଶ୍ୱସନ ମାଧ୍ୟମରେ ବୀଜାଣୁମାନେ ଜୈବ ପଦାର୍ଥକୁ ଅପଘଟକ କରିବା ପାଇଁ
ଆବଶ୍ୟକ ହେଉଥିବା ଦ୍ରବୀଭୂତ ଅମ୍ଳଜାନ ପରିମାଣକୁ ଜୈବିକ ଅମ୍ଳଜାନ ଚାହିଦା ବୋଲି କୁହାଯାଇଥାଏ। ତ ବିଓଡି ମୂଲ୍ୟ ସେ ଜଳ ପ୍ରଦୂଷଣର ସୂଚନା ଦେଇଥାଏ। ଶୁଦ୍ଧ ଜଳର ବିଓଡି ହେଉଛି ଲିଟର ପିଛା 6 ମିଲିଗ୍ରାମ। ତ କ'ଣ କହିଲା ଦେଖ ପିଲାମାନେ, ଶୁଦ୍ଧ ଜଳର ବିଓଡି ହେଉଛି ଲିଟର ପିଛା 6 ମିଲିଗ୍ରାମ ଏବଂ ନର୍ଦ୍ଦମା ଜଳର ବିଓଡି ହେଉଛି 100ରୁ 600 ମିଲିଗ୍ରାମ ଲିଟର। ବୁଝିଲା? ତ ସ୍ଥଳଭାଗରେ ବୃକ୍ଷଲତା ଓ ପ୍ରାଣୀମାନଙ୍କ ମୃତ୍ୟୁ ହେଲେ ସେମାନଙ୍କର ମୃତ ଶରୀରକୁ ବ୍ୟାକ୍ଟେରିଆ ପରି ଅଣୁଜୀବମାନେ ଅପଘଟନ କରି ମାଟିରେ ମିଶାଇ ଦିଅନ୍ତି। ତ ଏହି ପ୍ରକ୍ରିୟା ପାଇଁ ଅଣୁଜୀବମାନେ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ବ୍ୟବହାର କରିଥାନ୍ତି। ସେହିପରି ଜଳୀୟ ପରିବେଶରେ ଜଳଚର ଉଦ୍ଭିଦ ଓ ପ୍ରାଣୀମାନଙ୍କ ମୃତ୍ୟୁ ଘଟିଲେ ତାଙ୍କ ଶରୀରକୁ ସେହି ପାଣିରେ ମିଶାଇ ଦେଇଥାନ୍ତି। ବୁଝିହେଲା? ତ ନେକ୍ସଟ ଦେଖିବା ଆମେ ସିଓଡି। ହ୍ୱାଟ୍ ଇଜ୍ ସିଓଡି? ସିଓଡି ଷ୍ଟାଣ୍ଡ ଫର୍ କ'ଣ ପିଲାମାନେ? ସିଓଡିର ପୁରା ନାମ ନା କେମିକାଲ ଅକ୍ସିଜେନ ଡିମାଣ୍ଡ। କେମିକାଲ ଅକ୍ସିଜେନ ଡିମାଣ୍ଡ। ତ ସିଓଡିର ପୁରା ନାମ ହେଉଛି କେମିକାଲ ଅକ୍ସିଜେନ ଡିମାଣ୍ଡ ବା ରାସାୟନିକ ଅମ୍ଳଜାନ ଚାହିଦା। ତ ଏହା ଏକ ମାନଦଣ୍ଡ ଯାହାଦ୍ୱାରା ଜଳରେ ଜୈବ ପଦାର୍ଥର ଅପଘଟନ ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ଏବଂ ଆମୋନିଆ ଓ ନାଇଟ୍ରାଇଟ୍ ପରି ଅଜୈବିକ ରାସାୟନ ଅଟେ, ଯେଉଁଟାକି ଇନୋରୋଜିନ୍ କେମିକାଲ ଆୟରୋନୋଜିକ୍ ତ ଦେଖ ଏଇଟା ସେଥିପାଇଁ ଜଳରେ ସିଓଡି ପରିମାଣ ବିଓଡି ପରିମାଣ ଠାରୁ ଅଧିକ ଅଟେ। ଦୂଷିତ ବର୍ଜ୍ୟ ନର୍ଦ୍ଦମା ଜଳର ସିଓଡି ହ୍ରାସ କରିବା ପାଇଁ ହାଇଡ୍ରୋଜେନ ପେରୋକ୍ସାଇଡ୍ ଯେଉଁଟାକି H2O2 ଅତି ବାଇଗଣୀ ରଶ୍ମି ଆକ୍ଟିଭେଟ୍ ଅଙ୍ଗାର ପିଟିକିରି ଇତ୍ୟାଦି ଜଳ ଉପଚାର ଯନ୍ତ୍ରରେ ବ୍ୟବହାର ମଧ୍ୟ କରାଯାଇଥାଏ। ତ ନେକ୍ସଟ ରହିଛି ଦେଖ ପିଲାମାନେ ଜୀବମଣ୍ଡଳ କ'ଣ? ତ ଏକ୍ସପ୍ଲେନ୍ ହ୍ୱାଟ୍ ଇଜ୍ ବାୟୋସ୍ଫିୟର। ତ ଦେଖ ଜୀବମଣ୍ଡଳ ହେଉଛି ପୃଥିବୀର ସେହି ଅଞ୍ଚଳ ଯେଉଁଠାରେ ଜୀବ ବଞ୍ଚି ରହି ନିଜର ବଂଶ ବିସ୍ତାର କରିଥାନ୍ତି। ତ ଜୀବମଣ୍ଡଳ ହେଉଛି ପୃଥିବୀର ସେହି ଅଞ୍ଚଳ ଅଟେ ଯେଉଁଠାରେ ଜୀବଜନ୍ତୁମାନେ ବଞ୍ଚି ରହି ନିଜର ବଂଶ ବିସ୍ତାର ମଧ୍ୟ କରିଥାନ୍ତି। ତ ତାହାକୁ ଜୀବମଣ୍ଡଳ ବୋଲି କୁହାଯାଇଥାଏ। ତ ଜୀବ ବଞ୍ଚିବା ପାଇଁ ଜଳ, ମାଟି, ପାଣି, ପବନ, ବାୟୁ ଆବଶ୍ୟକ ଅଟେ। ସେଥିପାଇଁ ତେଣୁ ପୃଥିବୀର ଯେଉଁ ସ୍ଥାନରେ ଜଳମଣ୍ଡଳ, ବାୟୁମଣ୍ଡଳ ଓ ପ୍ରସ୍ତର ମଣ୍ଡଳ ଏକତ୍ରିତ ହୋଇ ରହିଥାନ୍ତି ସେହି ଅଞ୍ଚଳରେ ଜୀବ ବଞ୍ଚି ରହିଥାଏ ଏବଂ ଏହି ଅଞ୍ଚଳକୁ ଜୀବମଣ୍ଡଳ ବୋଲି କୁହାଯାଇଥାଏ। ତ ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ପରିସଂସ୍ଥା ଯଥା ମଧୁର ଜଳ ପରିସଂସ୍ଥା, ସାମୁଦ୍ରିକ ପରିସଂସ୍ଥା, ଜଙ୍ଗଲ ପରିସଂସ୍ଥା, ତୃଣଭୂମି ପରିସଂସ୍ଥା, ମରୁଭୂମି ପରିସଂସ୍ଥା ଇତ୍ୟାଦି ଏକତ୍ରିତ ଭାବରେ ଜୀବମଣ୍ଡଳର ଅନ୍ତର୍ଭୁକ୍ତ ଅଟନ୍ତି। ତେଣୁ ସଂକ୍ଷେପରେ କହିଲେ ଜୀବମଣ୍ଡଳ ହେଉଛି ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥା ଅଟେ। ଏହା ବାୟୁମଣ୍ଡଳର ଓଜୋନ ସ୍ତର ଠାରୁ ସମୁଦ୍ରର ଗଭୀରତମ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପ୍ତ ରହିଥାଏ। ତେଣୁ ଜୀବମଣ୍ଡଳ ପୃଥିବୀରେ ରହିଥିବା ମାଟି, ପାଣି, ପବନ, ବୃକ୍ଷଲତା ସମସ୍ତ ପ୍ରାଣୀ, ଅଣୁଜୀବ ଓ ମନୁଷ୍ୟକୁ ନେଇ ଗଠିତ ହୋଇଥାଏ। ତ ଏଇଟା ଥିଲା ତୁମର ଜୀବମଣ୍ଡଳ।